ଏତିକି ବେଳେ କିଙ୍ଗ କୋବ୍ରା ପଛରୁ ଆସି ଚିଲକୁ ଚୋଟ ମାରେ। ଚିଲ ସାଙ୍ଗେ ସାଙ୍ଗେ ସେଠାରେ ପଡ଼ି ମରିଯାଏ। ଆଉ ସେ ହୋଇଯାଏ କିଙ୍ଗ କୋବ୍ରାର ସେଦିନର ଜଳଖିଆ। ଟୁନି ଚଢ଼େଇର 5ଟି ଛୁଆ ହୋଇଥାଏ। ସେ ତା ଛୁଆଙ୍କୁ ବହୁତ ଭଲ ପାଉଥାଏ। ତାଙ୍କୁ ଛାଡ଼ି ସେ କୁଆଡ଼େ ବି ଯାଉନଥାଏ, କାରଣ ସେମାନେ ବହୁତ ଛୋଟ ଥାଆନ୍ତି। ଛୁଆଙ୍କୁ ଛାଡ଼ି ନ ଯିବା ପାଇଁ ଅଣ୍ଡା ଫୁଟିବା ଆଗରୁ ଟୁନି ବହୁତ ଗୁଡ଼ିଏ ଖାଦ୍ୟ ଆଣି ସଞ୍ଚୟ କରି ରଖିଥାଏ। କିନ୍ତୁ ତଥାପି ଖାଦ୍ୟ ସରିଯାଏ। ଆରେ, ଖାଦ୍ୟ ତ ସବୁ ସରିଗଲାଣି। ଏବେ ତ ମତେ ଖାଦ୍ୟ ଆଣିବାକୁ ଯିବାକୁ ହିଁ ପଡ଼ିବ। ପିଲାମାନଙ୍କର ତ ଆଖି ଫିଟିଗଲାଣି, ହେଲେ ସେମାନେ ଉଡ଼ି ପାରୁନାହାନ୍ତି। ପିଲେମାନେ, ତୁମେମାନେ ଟିକେ ସଜାଗ ହୋଇଥିବ, ଜମା ବି ଡରିବନି। ମୁଁ ତୁମମାନଙ୍କ ପାଇଁ ଖାଦ୍ୟ ଆଣିବାକୁ ଯାଉଛି। ମୁଁ ଶୀଘ୍ର ଚାଲି ଆସିବି। ଏହା କହି ସେ ଖାଦ୍ୟ ଆଣିବାକୁ ବାହାରିଯାଏ। ସେହି ପାଖରେ ଗୋଟିଏ ଚିଲ ରହୁଥାଏ। ସେ ଟୁନିର ଛୁଆକୁ ଖାଇବା ପାଇଁ ଅଣ୍ଡା ଦେବା ଦିନଠାରୁ ସେ ଜଗିଥାଏ। ହେଲେ ଟୁନି ତ ତା ଛୁଆକୁ କୁଆଡ଼େ ବି ଛାଡ଼ି ଯାଉନଥାଏ। କିନ୍ତୁ ସେଦିନ ସେ ଟୁନିକୁ ଯାଉଥିବାର ଦେଖି ବହୁତ ଖୁସି ହୋଇଯାଏ। ହଁ, ଏତେ ଦିନେ ସୁଯୋଗ ମିଳିଗଲା। ଆଜି ମୋ ସ୍ୱପ୍ନ ସାକାର ହେବାକୁ ଯାଉଛି। ଟୁନିର ଛୋଟ ଛୋଟ ଛୁଆଙ୍କୁ ଖାଇ ମୋ ମନ ଶାନ୍ତ ହେବ। ଟୁନି ଚଢ଼େଇ ଏଣେ ତେଣେ ବୁଲି ବୁଲି ଖାଦ୍ୟ ସଂଗ୍ରହ କରୁଥାଏ। ଆଜି ଟିକେ ଡେରି ହଉ ପଛେ, କିନ୍ତୁ ଏକାଥରକେ ବହୁତ ଖାଦ୍ୟ ନେଇଯିବି। ଆଉ ଆସିବାକୁ ପଡ଼ିବନି। ଏହା କହି ଟୁନି ଖାଦ୍ୟ ନେଇ ଘରକୁ ଫେରେ। ହେଲେ ସେ ତା ବସାରେ ଆସି ଦେଖେ ତାର ଗୋଟେ ବି ଛୁଆ ବସାରେ ନାହିଁ। ଆରେ ମୋ ପିଲାମାନେ, ତୁମେ କୁଆଡ଼େ ଗଲ? ତୁମେମାନେ ତ ବହୁତ ଛୋଟ। କିଏ ନେଇଗଲା ମୋ ଛୁଆକୁ? କୁଆଡ଼େ ଗଲେ ମୋ ଛୁଆ? ଏତିକି ବେଳେ ସେ ତା ପଛକୁ ବୁଲି ଦେଖେ ତ ଚିଲ ତା ପଛରେ ଛିଡ଼ା ହୋଇଥାଏ। ତାହେଲେ ତୁ ମୋ ପିଲାଙ୍କୁ ଖାଇଛୁ? ଏମିତି କାମ ତୁ କେମିତି କରିପାରିଲୁ? ସେମାନେ ତ ବହୁତ ଛୋଟ ଥିଲେ। ତାଙ୍କ ଉପରେ ତୋର ଟିକେ ବି ଦୟା ଆସିଲାନି? ଆରେ ଚୁପ୍ କର, ଏତେ କାହିଁ ଗପୁଛୁ? ତୋ ପିଲା ମୋ ପାଖରେ ଅଛନ୍ତି, ତାଙ୍କର କିଛି ବି ହେଇନି। ହେଲେ ତୁ ଯଦି ମୋ କଥା ନ ମାନିବୁ, ତାହେଲେ ମୁଁ ତୋ ଛୁଆଙ୍କୁ ଖାଇଦେବି। କୋଉଠି ମୋ ଛୁଆଙ୍କୁ ଲୁଚେଇ ରଖିଛୁ? ସେମାନେ ଭଲରେ ଅଛନ୍ତି ତ? ଦେଖ ଚିଲ, ମୁଁ ତତେ ବିଶ୍ୱାସ କରୁଛି। କହ, ତୋର କ'ଣ ଦରକାର? ତୁ ମୋ ପାଇଁ ସବୁଦିନ ଖାଦ୍ୟ ଆଣିବୁ। ମୁଁ ତୋ ପାଇଁ ଖାଦ୍ୟ କେମିତି ଆଣିବି? ତୁ ତ କେବଳ ଆଇଁଷ ଖାଉ। ସେସବୁ ମୁଁ କେମିତି ଆଣିବି? ସେ କଥା ମୁଁ ଜାଣିନି। ତୁ ମୋତେ ଖାଇବାକୁ ଆଣି ନଦେଲେ ମୁଁ ତୋ ଛୁଆଙ୍କୁ ମାରିଦେବି। ଏହା କହି ଚିଲ ସେଠାରୁ ଚାଲିଯାଏ। ହେ ପ୍ରଭୁ, ଏ ତୁମେ କ'ଣ କଲ? ମୋ ପିଲାଙ୍କୁ ତୁମେ ହିଁ ବଞ୍ଚାଅ। ଯେମିତି ବି ହଉ, ସେ ଚିଲ ପାଇଁ ମୋତେ ଖାଦ୍ୟ ଯୋଗାଡ଼ କରିବାକୁ ହିଁ ପଡ଼ିବ। ତାପରେ ଟୁନି ତା ଡାଲା ନେଇ ଚିଲ ପାଇଁ ଖାଦ୍ୟ ଆଣିବାକୁ ଯାଏ। ବହୁତ କଷ୍ଟରେ ଏଣେ ତେଣେ ବୁଲି ତା ପାଇଁ ଖାଦ୍ୟ ନେଇକି ଆସେ। ସବୁଦିନ ସେ ଚିଲ ପାଇଁ ଖାଦ୍ୟ ଆଣି ଆଣି ଟୁନି ବହୁତ ଥକିଯାଏ। କେତେ ଦିନ ହେଇଗଲାଣି, ହେଲେ ମୁଁ ମୋ ଛୁଆଙ୍କୁ ଆଜି ଯାଏଁ ବି ଦେଖିପାରିଲିନି। ଆଜି ସେ ଚିଲ ପାଇଁ ଖାଦ୍ୟ ନେଇ ଗଲେ ତାକୁ ମୋ ଛୁଆଙ୍କୁ ଗୋଟେ ଥର ଦେଖିବାକୁ କହିବି। ଏହା କହି ସେଦିନ ସେ ଖାଦ୍ୟ ନେଇ ଚିଲ ପାଖକୁ ଯାଏ। ଚିଲ ଭାଇ, ମୋ ଛୁଆଙ୍କୁ ତୁମେ କୋଉଠି ରଖିଛ? ମୋର ସେମାନଙ୍କୁ ଦେଖିବାକୁ ଭାରି ଇଚ୍ଛା ହେଉଛି। ଦୟାକରି ମୋତେ ଟିକେ ତାଙ୍କୁ ଦେଖେଇ ଦିଅ। ତତେ ଯେତିକି କାମ ଦେଇଛି ସେତିକି କର, ବେଶୀ କଥା ଗପନି। ନହେଲେ ମନେ ଅଛି ନା ତୋ ଛୁଆଙ୍କର ମୁଁ କ'ଣ କରିବି? ଚିଲ ଭାଇ, ତୁମେ ରାଗୁଛ କାହିଁକି? ମୁଁ ତ କେବଳ ମୋ ଛୁଆଙ୍କୁ ଥରେ ଦେଖିବା ପାଇଁ କହିଲି। ଚୁପଚାପ କାମ କର। ମୋର ଇଚ୍ଛା ହେଲେ ଯାଇ ମୁଁ ତୋ ଛୁଆଙ୍କୁ ଦେଖେଇବି। ଯା, ଚାଲ ଏଠୁ, ମୋତେ ଶାନ୍ତିରେ ଖାଇବାକୁ ଦେ। ଟୁନି ଚଢ଼େଇ କାନ୍ଦି କାନ୍ଦି ସେଠାରୁ ଚାଲିଯାଏ। ଆଉ ଏକ ନଦୀ କୂଳରେ ଯାଇ ବସେ। କେଜାଣି ମୋ ଜୀବନରେ ଆଉ ମୋ ପିଲାଙ୍କୁ ଦେଖିପାରିବି କି ନାହିଁ? ମୁଁ କ'ଣ କରିବି? ମୁଁ ତ କିଛି କରିପାରିବିନି। ଏମିତି କହି କହି ଟୁନି ସେ ନଦୀ କୂଳରେ ବସି କାନ୍ଦୁଥାଏ।
ସେତିକି ବେଳେ କାଳିକାଉ ତା ପାଖକୁ ଆସେ। ଆଲୋ ଟୁନି, ତୁ ଏଠି ବସି କାନ୍ଦୁଛୁ କାହିଁକି? ତୋର କଣ ହେଇଛି କି? କଣ ଆଉ କହିବି କାଳି ନାନୀ, ଏଇ କିଛି ଦିନ ହେବ ମୋ ଅଣ୍ଡାରୁ 5ଟି ଛୁଆ ବାହାରିଥିଲେ, ହେଲେ ତାଙ୍କୁ ଏକ ଚିଲ ନେଇଯାଇଛି। ମତେ ସବୁଦିନ ତା ପାଇଁ ଖାଦ୍ୟ ଆଣିବାକୁ କହିଛି। ଖାଦ୍ୟ ଆଣି ନଦେଲେ ସେ ମୋ ପିଲାଙ୍କୁ ମାରିଦେବ ବୋଲି ମତେ ଧମକ ଦେଉଛି। ଆଲୋ ଆଲୋ ଟୁନି, ସେ ମିଛୁଆ ଚିଲ ତତେ ବି ଧୋକା ଦଉଛି। କେଜାଣି କୋଉ ଦିନଠୁ ସେ ତୋ ଛୁଆକୁ ଖାଇସାରିବଣି। ତୋଠାରୁ ଖାଦ୍ୟ ଆଦାୟ କରିବା ପାଇଁ ତତେ ସେ ମିଛରେ କହୁଛି। କାଳିକାଉର କଥା ଶୁଣି ଟୁନି ଆହୁରି ଜୋରରେ କାନ୍ଦିବାକୁ ଲାଗେ। ମୋ ସାଙ୍ଗରେ ବି ସେ ଏମିତି କରିଥିଲା, ସେଥିପାଇଁ ମୁଁ ଏଇ ଜଙ୍ଗଲ ଛାଡି ଚାଲି ଯାଇଥିଲି। ହେଲେ ଏଇ କିଛି ଦିନ ହେବ ମୁଁ ଏଇ ଜଙ୍ଗଲକୁ ଫେରିଛି। ମୁଁ ତ ଦେଖୁଛି ସେ ଚିଲ ଆଜି ଯାଏଁ ବି ସୁଧୁରିନି। ଲାଗୁଛି ତାର କିଛି ଗୋଟେ ବ୍ୟବସ୍ଥା ନ କଲେ ସେ ଏମିତି ଆମ ଛୁଆଙ୍କୁ ମାରୁଥିବ। ଆମେ କଣ କରିବା କାଳି ନାନୀ? କୁହ ମତେ, ତୁମେ ଯାହା କହିବ ମୁଁ ସେଇଆ କରିବି। ସେ ଚିଲକୁ ନ ମାରିବା ଯାଏଁ ମୋ ପ୍ରତିଶୋଧ ପୂରଣ ହେବନି। ମୋ ପିଲାମାନଙ୍କୁ କେତେ କଷ୍ଟ ହେଇଥିବ। ଟୁନି, ମୁଁ ଶୁଣିଛି ଏଇ ପାଖରେ ଥିବା ଏକ ଗୁମ୍ଫାରେ ଗୋଟେ କିଙ୍ଗ କୋବ୍ରା ରହୁଛି। ସେ କୁଆଡେ ଭାରି ଭୟଙ୍କର। ତାକୁ କହିଲେ ସେ ଆମକୁ ସାହାଯ୍ୟ କରନ୍ତା। ଏମିତିରେ ବି ଆମ ପାଖରେ ଆଉ କିଛି ଉପାୟ ନାହିଁ। ଠିକ ଅଛି କାଳି ନାନୀ, ଆମେ ସେଇ କିଙ୍ଗ କୋବ୍ରା ପାଖକୁ ଯିବା। ତା ପରଦିନ ସେ ଦୁଇଜଣ କିଙ୍ଗ କୋବ୍ରା ପାଖକୁ ଯାଆନ୍ତି। କିଙ୍ଗ କୋବ୍ରା ତା ଗୁମ୍ଫାରେ ବିଶ୍ରାମ କରୁଥାଏ। କାଳିକାଉ ସାହସ କରି ତାକୁ ଡାକେ। କିଙ୍ଗ କୋବ୍ରା, ଆମକୁ ତୁମର ସାହାଯ୍ୟ ଦରକାର। ବହୁତ ଅସୁବିଧାରେ ପଡି ଆମେ ତୁମ ପାଖକୁ ଆସିଛୁ। ତୁମ ପାଖକୁ ଯିଏ ବି ଆସିଛି ସେ ଜୀବିତ ଫେରିନି। ଏହା ଜାଣିକି ବି ଆମେ ତୁମ ପାଖକୁ ଆସିଛୁ। ଦୟାକରି ଆମକୁ ସାହାଯ୍ୟ କର। କଣ ହେଇଛି? ଏମିତି କଣ ଅସୁବିଧା ହେଇଛି ଯେ ତୁମେ ତୁମ ଜୀବନରୁ ପାଣି ଛଡେଇ ମୋ ପାଖକୁ ଆସିଛ? କାଳିକାଉ ଓ ଟୁନି କିଙ୍ଗ କୋବ୍ରାକୁ ସବୁ କଥା କୁହନ୍ତି। ସେମାନଙ୍କ କଥା ଶୁଣି କିଙ୍ଗ କୋବ୍ରାକୁ ବି ଦୟା ଲାଗେ। ମୋରି ଇଲାକାରେ ରହି ସେ ଚିଲର ଏତେ ସାହସ? ସେ ନିରୀହ ପକ୍ଷୀମାନଙ୍କୁ ଏତେ ହଇରାଣ କରୁଛି? ମୁଁ ତାକୁ ଦଣ୍ଡ ଦେବି। ତୁମେମାନେ ଯେମିତି ବି ହଉ ତାକୁ ଏଠାକୁ ନେଇକି ଆସ। କିଙ୍ଗ କୋବ୍ରାର କଥା ଶୁଣି କାଳିକାଉ ଓ ଟୁନି ଚିଲକୁ ଆଣିବା ପାଇଁ ଉପାୟ ଭାବନ୍ତି। କାଳି ନାନୀ, ମୁଁ ସେ ଚିଲକୁ କିଙ୍ଗ କୋବ୍ରାଙ୍କ ପାଖକୁ ନେଇ ଆସିବି। ଠିକ ଅଛି ଟୁନି, ତୁ ଯା, ମୁଁ ଏଇଠି ଅଛି। ଏମିତି କହି ଟୁନି ଚିଲ ପାଖକୁ ଯାଏ। ଆଲୋ ଏ ଟୁନି, ଆଜି ଏତେ ଡେରି କଣ ପାଇଁ ହେଲା? ମୋ ଖାଦ୍ୟ କାଇଁ? ତୁ କଣ ତୋ ଛୁଆଙ୍କୁ ବଞ୍ଚେଇବାକୁ ଚାହୁଁନୁ କି? ନାଇଁ ନାଇଁ ଚିଲା ଭାଇ, ମୋ ପିଲାଙ୍କୁ ମାରନି। ତୁମ ଖାଦ୍ୟ ମୁଁ ଆଣିଛି। ଆଜି ବହୁତ ଗୁଡିଏ ଖାଦ୍ୟ ଆଣିଛି ତ, ସେଥିପାଇଁ ଓଜନ ହେଇଗଲା। ଆଉ ତାକୁ ମୁଁ ଗୋଟେ ଜାଗାରେ ରଖିଦେଇ ଆସିଛି। ତୁମେ ମୋ ସହିତ ଚାଲ, ମୁଁ ତୁମକୁ ସେଠାକୁ ନେଇଯିବି। ଠିକ ଅଛି, ଚାଲ। ଟୁନି ତା କଥାରେ ଚିଲକୁ ଫସେଇ କିଙ୍ଗ କୋବ୍ରାର ଗୁମ୍ଫା ପାଖକୁ ନେଇଯାଏ। ଚିଲ ସେଠାରେ କାଉକୁ ଦେଖି କୁହେ, ଓ ତାହେଲେ ଇଏ ମୋ ଖାଦ୍ୟ। ହେଲେ ଇଏ ତ ଏବେ ଯାଏ ମରିନି। ଆକୁ ତାହେଲେ ମାରିବାକୁ ପଡ଼ିବ। ୟାକୁ କାହିଁ ଚିହ୍ନିଲା ପରି ଲାଗୁଛି। ହଁ, ତୁ ଆକୁ ନିଶ୍ଚୟ ଚିହ୍ନିଥିବୁ, କାରଣ ତା ପିଲାକୁ ବି ତୁ ମାରିଛୁ। ମନେ ପଡୁଛି? ଓ ତାହେଲେ ତୁ ସବୁ କଥା ଜାଣି ସାରିଲୁଣି। ଠିକ ଅଛି, ଏବେ ତମ ଦିଟାଙ୍କୁ ଖତମ କରିବାକୁ ପଡ଼ିବ। ତାହେଲେ ଯାଇ ମତେ ଶାନ୍ତି ମିଳିବ। ତୁ ଆମକୁ କଣ ମାରିବୁ? ଆଜି ହେଉଛି ତୋର ଶେଷ ଦିନ। ଏତିକି ବେଳେ କିଙ୍ଗ କୋବ୍ରା ପଛରୁ ଆସି ଚିଲକୁ ଚୋଟ ମାରେ। ଚିଲ ସାଙ୍ଗେ ସାଙ୍ଗେ ସେଠାରେ ପଡ଼ି ମରିଯାଏ। ଆଉ ସେ ହୋଇଯାଏ କିଙ୍ଗ କୋବ୍ରାର ସେଦିନର ଜଳଖିଆ।